Praise the Lord and Son. ଦୟାକରି ସମସ୍ତେ ଭିଡ଼ିଓ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଜିର ଏହି ଭିଡ଼ିଓ ଗୋଟେ ବିଶେଷ ବିଷୟ ଉପରେ କରାଯାଉଛି। ଆପଣମାନେ ଭିଡ଼ିଓକୁ କାଇଣ୍ଡଲି କେହି ମଧ୍ୟ ଅଧାରୁ ଛାଡ଼ନ୍ତୁ ନାହିଁ, କାରଣ ଏଠାରୁ ଆପଣମାନେ ବିଭିନ୍ନ ନୂଆ ନୂଆ ବିଷୟ ଶିଖିପାରିବେ। ବର୍ତ୍ତମାନର ସ୍ଥିତିରେ ଓଡ଼ିଶାକୁ ଯଦି ଦେଖିବା, ଯେଉଁଠାରେ ଆମେ ବଢ଼ିଅଛୁ, ଯେଉଁଠାରେ ଓଡ଼ିଶା ସାରା ବିଶ୍ୱ ପାଇଁ ଏକ ମର୍ଯ୍ୟାଦା ହାସଲ କରିଅଛି। ଓଡ଼ିଶା ଆଜି ସମଗ୍ର ବିଶ୍ୱ ଦରବାରରେ ଏକ ନିଜର ଭୂମିକା ପ୍ରତିଷ୍ଠା କରିଅଛି। ଆଜି ସେହି ଓଡ଼ିଶା ପ୍ରଦେଶରେ କେତେକ ବିକୃତ ମାନସିକ ବ୍ୟକ୍ତିତ୍ୱଙ୍କ ପାଇଁ ଆଜି ଓଡ଼ିଶାରେ ଏକ ଅଶାନ୍ତି ଦେଖାଯାଉଛି। ତାହା ହେଉଛି ଧର୍ମକୁ ଧର୍ମ ମଧ୍ୟରେ ବିବାଦ। ଆଜି ଆମେ କୌଣସି ଧର୍ମ ବିରୁଦ୍ଧରେ କହୁନା, କିନ୍ତୁ ଆମେମାନେ ସେହି ମାନସିକତା ବିପକ୍ଷରେ କହୁଅଛୁ ଯେ ଯେଉଁ ବିଷୟ ଆପଣମାନେ କରୁଅଛନ୍ତି ତାହା କ'ଣ ଠିକ୍ ଅଛି, ତାହା କ'ଣ ଠିକ୍ ଅଟେ? କାରଣ ଆଜି ଓଡ଼ିଶା ହେଉଛି ଏକ ଶାନ୍ତିର ପ୍ରଦେଶ, କିନ୍ତୁ ଏଠାରେ ଅଶାନ୍ତିକୁ ଅଣାଯାଉଛି। ଯଦି ଆପଣ ଦେଖିବେ କେତେଜଣ ବ୍ୟକ୍ତି ବିଶେଷ ଯେଉଁମାନେ ଆଜି ଏକ ସମ୍ପ୍ରଦାୟ ବା ଖ୍ରୀଷ୍ଟିଆନ୍ସ ମାନଙ୍କର ଏଗେନ୍ଷ୍ଟରେ ପ୍ରତ୍ୟେକ ଦିନ କିଛି ନହେଲେ କିଛି କହୁଅଛନ୍ତି। ସେମାନେ ଯୀଶୁଙ୍କ ବିପକ୍ଷରେ ଯାଉଅଛନ୍ତି, ସେମାନେ ଖ୍ରୀଷ୍ଟୀୟ ସମାଜ ବିପକ୍ଷରେ ଯାଉଅଛନ୍ତି। ଆମେ ଆପଣମାନଙ୍କୁ କ୍ଷମା କରୁଅଛୁ, କାରଣ ଯୀଶୁ ଖ୍ରୀଷ୍ଟ ଆମମାନଙ୍କୁ ଶିଖାଇଅଛନ୍ତି କ୍ଷମା ଦେବାର ଅର୍ଥ। କିନ୍ତୁ ଗୋଟିଏ ବିଷୟ ଆପଣ ଭୁଲନ୍ତୁ ନାହିଁ, ଆପଣ ଯେଉଁ ଦେଶରେ ଅଛନ୍ତି ସେ ଦେଶର ସମ୍ବିଧାନ କ'ଣ କରେ। ଆଜି ଅନେକ ପ୍ରକାର ତର୍କ ବିତର୍କ ହେଉଅଛି ମିଡ଼ିଆରେ, ଅନେକ ପ୍ରକାର ବିଷୟ ଆଜି ଦେଖାଯାଉଛି। କିନ୍ତୁ ଆଜି ଏକ ମୁଖ୍ୟ ବିଷୟ ଆପଣମାନେ ଦେଖନ୍ତୁ, କ'ଣ ଧର୍ମକୁ ରକ୍ଷା କରିବା ପାଇଁ ମନୁଷ୍ୟର ଆବଶ୍ୟକତା ଅଛି ନା ଭଗବାନଙ୍କର ଆବଶ୍ୟକତା ଅଛି? କ'ଣ ଭଗବାନ ସେ କ'ଣ ଏତେ କମଜୋର ଯେ ମନୁଷ୍ୟର ସାହାରା ସେ ନିଅନ୍ତି ନିଜର ଧର୍ମ ବଞ୍ଚାଇବା ପାଇଁ? ଆଜ୍ଞା, ଯୀଶୁ ଖ୍ରୀଷ୍ଟ ଯେ କି ସମଗ୍ର ବିଶ୍ୱର ଈଶ୍ୱର, ଯେ କି ସମଗ୍ର ପୃଥିବୀ ମଣ୍ଡଳର ଈଶ୍ୱର, ସେ କେବେ ମଧ୍ୟ ଗୋଟେ ଧର୍ମ ପ୍ରତିଷ୍ଠା କରିନଥିଲେ। ଆଜି ପର୍ଯ୍ୟନ୍ତ ଅନେକଙ୍କ ମନରେ ଏହି ବିଷୟ ଉଙ୍କି ମାରୁଅଛି ଯେ ଯୀଶୁ ଖ୍ରୀଷ୍ଟଙ୍କର ଧର୍ମ ହେଉଛି ଖ୍ରୀଷ୍ଟିଆନ ନାହିଁ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କର ଧର୍ମ ହେଉଛି ସେହି ଏକମାତ୍ର ପଥ, ସତ୍ୟ ଏବଂ ଜୀବନ। ଯଦି ଆପଣ ଦେଖିବେ, ଆପଣ କହୁଅଛନ୍ତି ଓଡ଼ିଶାରେ କେବଳ ବା ଆମ ଭାରତରେ 2.7% ଖ୍ରୀଷ୍ଟିଆନ୍ସ ଅଛନ୍ତି। ହଁ, ସେତିକି ଅଛନ୍ତି, କିନ୍ତୁ ଏହି 2.7% ଖ୍ରୀଷ୍ଟିଆନ୍ସକୁ ଆପଣମାନେ କ'ଣ ପାଇଁ ଡରୁଅଛନ୍ତି? କାରଣ ଆମମାନେ ତ ସତ୍ୟ ଈଶ୍ୱରଙ୍କୁ ଉପାସନା କରୁଅଛୁ। ମନେ ରଖନ୍ତୁ ପ୍ରିୟର ଭାଇ, ଦେଖନ୍ତୁ, ଆପଣ ଯଦି ଆଖି ବନ୍ଦ କରିକି ପୃଥିବୀ ମାନଚିତ୍ରକୁ ଆଣିବେ ଏବଂ ଆଖି ବନ୍ଦ କରିକି ଯେଉଁ ସ୍ଥାନରେ ମଧ୍ୟ ଆପଣ ନିଜର ଆଙ୍ଗୁଠିକୁ ରଖିବେ, ସେଠାରେ ଆପଣ ଜଣେ ଯୀଶୁଙ୍କର ବିଶ୍ୱାସୀକୁ ପାଇବେ, ସେଠାରେ ଆପଣ ଜଣେ ଯୀଶୁଙ୍କୁ ବିଶ୍ୱାସ କରୁଥିବା ବ୍ୟକ୍ତିଙ୍କୁ ପାଇବେ। କାରଣ ସମଗ୍ର ପୃଥିବୀରେ ଅଧାରୁ ଅଧିକାଂଶ ଲୋକ ଆଜି ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଅଛନ୍ତି। ଆଜି ଆପଣ କହୁଅଛନ୍ତି ସେମାନଙ୍କୁ ଆମେ ଏମିତି କରିଦେବୁ, ସେମାନଙ୍କୁ ସେମିତି କରିଦେବୁ। ଆପଣ କରିଦିଅନ୍ତୁ, କିଛି ଅସୁବିଧା ନାହିଁ, କାରଣ ଆମେ ସମସ୍ତେ ଗୋଟିଏ ବିଷୟ ଜାଣିଅଛୁ ଯେ ଆମମାନଙ୍କର ପ୍ରକୃତ ଗୃହ ହେଉଛି ସ୍ୱର୍ଗ, ଆମମାନଙ୍କର ପ୍ରକୃତ ନିବାସ ସ୍ଥାନ ହେଉଛି ସେହି ଯୀଶୁଙ୍କ ଠାରେ। ଆମମାନେ ସେଠାରେ ରହିବୁ। ତା ଏଇସବୁ ଆପଣଙ୍କୁ ମେ ବି ଭଲ ନ ଲାଗିପାରେ, କିନ୍ତୁ ଆଉ ଗୋଟେ ବିଷୟ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହୁଁଅଛି। ଆମ ସମ୍ବିଧାନ ଧର୍ମ ବିଷୟରେ କ'ଣ କହୁଅଛି ଆଜି ଆପଣଙ୍କୁ କହିବା ପାଇଁ ଚାହୁଁଅଛି, କାରଣ ଆପଣଙ୍କୁ ମୁଁ କୌଣସି ବଡ଼ ବୁକ୍ସର ରିଫରେନ୍ସ ଦେବି ନାହିଁ। ଯଦି ସମୟ ଅଛି ତାହେଲେ ଆପଣ କେବଳ ଗୋଟିଏ +2 ବା +2 ଆର୍ଟ୍ସର ଗୋଟିଏ ପଲିଟିକାଲ ସାଇନ୍ସ ବହିଟା ନିଅନ୍ତୁ। ସେଠାରେ ଆପଣ ଦେଖିପାରିବେ ଯେ ଆମ ଭାରତୀୟ ସମ୍ବିଧାନ ଧର୍ମ ବିଷୟରେ କ'ଣ କହୁଅଛି। ଯଦି ଆପଣମାନେ ଭାରତୀୟ ସମ୍ବିଧାନ ଦେଖିବେ, ତାହେଲେ ଆପଣମାନେ ଦେଖିପାରିବେ ଆମ ଭାରତ ହେଉଛି ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର। ଯଦି କହିବାକୁ ଗଲେ ଆପଣ ଦେଖିବେ, ଧର୍ମ ନିରପେକ୍ଷବାଦର ଅର୍ଥ ଇଂରାଜୀରେ ସେକ୍ୟୁଲାରିଜିମ୍ କୁହାଯାଏ, ଯାହାର ଲାଟିନ୍ ଶବ୍ଦ ହେଉଛି ସେକ୍ୟୁଲୁମ୍। ସେକ୍ୟୁଲୁମ୍ରୁ ଆସିଅଛି ଧର୍ମ ନିରପେକ୍ଷବାଦ। ଯଦି ଆଜି ଆମ ଭାରତକୁ ଅନେକ ଲୋକ କହୁଅଛନ୍ତି ଏହା ଏକ ନିର୍ଦ୍ଦିଷ୍ଟ ଧର୍ମର, କିନ୍ତୁ ମନେ ରଖନ୍ତୁ ସମ୍ବିଧାନ କ'ଣ କହୁଅଛି। ସାଧାରଣ ଅର୍ଥରେ ଧର୍ମ ନିରପେକ୍ଷତା କହିଲେ ଧର୍ମୀୟ କ୍ଷେତ୍ରରେ ରାଷ୍ଟ୍ର ନିରପେକ୍ଷତା ଅବଲମ୍ବନ କରିବାକୁ ବୁଝାଇଥାଏ। ଧର୍ମ ନିରପେକ୍ଷ ରାଷ୍ଟ୍ର ଧର୍ମକୁ ବିରୋଧ କରେ ନାହିଁ କିମ୍ବା ନିର୍ଦ୍ଦିଷ୍ଟ ଧର୍ମ ପୃଷ୍ଠପୋଷକତା, ବରଂ ଧର୍ମ କ୍ଷେତ୍ରରେ ନିରପେକ୍ଷତା ଅବଲମ୍ବନ କରେ। ଆଉ ଯଦି ଆପଣ ଦେଖିବେ ଭାରତୀୟ ସମ୍ବିଧାନ 15ରୁ ଯଦି ଆପଣ 28 ଦେଖିବେ, ସେଠାରେ ଜାଣିପାରିବେ ଏଠାରେ କ'ଣ ଲେଖା ହେଉଛି ଧର୍ମ ଉପରେ।
जदि आपण देखिबे धारा 25 अनुसार जड़े भारतीय नागरिक निज इच्छा अनुसार जेकोसी धर्म ग्रहण एवं प्रचार मध्य करि परिबो। धर्म ग्रहण बा परित्याग को कहारी उपरे लदी दिया जाय न पारे। धारा 26 प्रत्येक धर्म संप्रदाय निज निजर धर्म अनुष्ठान प्रतिष्ठा करने सह परिचालना मध्य करि पारिबे। धारा 27 अनुसार धर्मर रक्षणाबेक्षणा परिचालना बा उन्नति पाई कौनसी नागरिक ठारू धर्म कर आदाय करा जिवो नाही। एवं धारा 28 अनुसार सरकारी किंबा साहाय्य प्राप्त शिक्षा अनुष्ठान मानकरे कौनसी निर्दिष्ट धर्म विषय शिक्षादान करा जिवो नाही। जो भाई माने आज धर्म को लेकर राजनीति करुछंती से माने थरे निजर कॉन्स्टिट्यूशन को पढ़ंतु आपण जानि पारिबे जे धर्मर अर्थ कोन धर्मनिरपेक्षतार अर्थ सबठारु दुखर विषय। जदि आज आपण देखिबे आम गणतंत्रर चतुर्थ स्तंभ को गणमाध्यम को दिया जायछि बा मीडिया इज द फोर्थ पिलर ऑफ डेमोक्रेसी। किंतु आज आम ओडिसार गणमाध्यम कोन करूछंती आज बेकारी संख्या बढ़िबार लागि अछि। आज विभिन्न स्थान रे विभिन्न प्रकार समस्या उपजुछि ताहाकु न देखाई आज हेडलाइंस रासु अछि जे क्रिश्चियंस माने ए प्रकार क्रिश्चियंस माने से प्रकार कोन एहा गोटे मीडियार कार्य। जदि आपण माने जदि निजर कर्तव्य को भूली जाय अछंती ताहेले मु आपण मान को मने पकाई देबा पे चाहू अछि जे गोटे गणमाध्यमर अर्थ कोन। जदि आपण देखिबे गणतंत्रर चतुर्थ स्तंभ रूपे गणमाध्यम को स्थानित करा जाय अछि। निरपेक्ष गणमाध्यम कोन देखंतु गणतंत्र रे गणमाध्यम जागृत प्रहरी रूपे कार्य करिथाए। एहा जनमतर उद्रेक और उपयुक्त प्रतिफलन करिथाए। निरपेक्ष गणमाध्यम जनमत को सुसंगठित करिबारे अनेक सहाय्य करिथाए। एहा द्वारा राजनीतिक सचेतनता वृद्धि पाए। निरपेक्ष गणमाध्यम सुस्थ गणतंत्रर प्रतीक रूपे कार्य करे। कामल सांबादिकता गणतंत्र प्रति अनेक विपद सृष्टि करि थाए। आज गोटे चैनल अछि जार नाम नेबा पे चाहू नै किंतु से चैनल रे 24 घंटा केवल धर्म विरोधी कार्य जाक ही देखा जाउछि। एहा कोन आपनकर काम जदि आपण ठीक भाबरे काम करथिले आज होई पारे हमको एठारे ठियाई की कहिबार आवश्यकता नथांता। आपण मानकर कर्तव्य होछि देश रे शांति प्रतिष्ठा करिबा। आपण मानकर कर्तव्य होछि देश रे की प्रकार निरपेक्ष भाबरे समस्त को एक भाईचारा मध्य रखिबा। किंतु आज आम ओडिसार परिस्थिति एक भिन्न भाबरे जाउ अछि। आज अनेकों को थ्रेटनिंग दिया जाउछि। अनेकों को विरुद्ध रे लोक आसु अछंती दंगा करा जीवो क्रिश्चियंस मान को तोड़ी दिया जीवो। एहा कोन आम भारतीय संविधान कहे। ए प्रकार अपव्यवहार अपप्रचार करू अछंती जो मीडिया ए प्रकार अपप्रचार करू अछंती मने रखंतु आपण व्यवहार करूथबा जो मोबाइल फोन तारो इन्वेंटर के सिंपल आपण गूगल रे सर्च करंतु। आपण जो फेसबुक यूज करू अछंती आपण जो यूट्यूब यूज करू अछंती इवन आपण जो जीन्स पैंट पिंधु अछंती जो सनग्लास लगाउ अछंती एवं आपण जो एरोप्लेन रे बुलु अछंती एहारो इन्वेंटर माने के एवं आपण जो बल्ब लाइट बल्ब ता यूज करू अछंती ताहारो इन्वेंटर के ता द्वारा आपण जानि परिबे जे क्रिश्चियंस माने प्रकृति रे क्यों माने। जदि मने रखंतु जदि क्रिश्चियंस माने सेमानकर अवदान जदि आज पृथ्वी रे न थांता होई पर आपण ए वीडियो आम पाखक पठाई मध्य पारे न थांते। तेणु करी ओडिसा होचे एक शांतिर जगह। तेणु करी एठारे अराजकता सृष्टि करंतु नाही। दयाकरी सुधुरी जांतु एवं समस्त धर्म को एक भाव में देखंतु। कारण आमे जो ईश्वर विश्वास करूछु जो जीसु को विश्वास करूछु मने रखंतु जीवन शेष पर्यंत आमे तांको ठारे ही विश्वास करिवो। आ प्रभु आपण को आशीर्वाद करंतु एवं क्षमा करंतु।